ଦେଖନ୍ତୁ ଆଜି ଆମର କିର୍ମିରାର ଅନାସ୍ଥା ପ୍ରସ୍ତାବର ଆଜି ଭୋଟିଂ ଥିଲା 10:30 କିନ୍ତୁ ରାତି 1 ବଜେ ଯାଇକି ଝାରସୁଗୁଡ଼ାର ଯେଉଁ ସ୍ଥାନୀୟ ପୁଲିସ ଅଛନ୍ତି ଏସପି ସାର୍ଙ୍କ ଅର୍ଡରରେ ସେମାନେ ଯାଇକି ଡିଟେନ୍ କରିଥିଲେ। ଡିଟେନ୍ କରିଲା ପରେ ତାପରେ ସେମାନେ ତାକୁ ଛତିଶଗଡ଼ ପୁଲିସକୁ ତାଙ୍କୁ ହ୍ୟାଣ୍ଡ ଓଭର କରିଦେଲେ। ତାପରେ ମୋ ଭାଇ ଯେତେବେଳେ ତାଙ୍କର ସୁବିଧା ଅସୁବିଧା ବୁଝିବାକୁ ଯାଇଥିଲା ବିଶାଲ କୁମାର ଦାସକୁ ବି ସେଠି ଡିଟେନ୍ କରାହେଇଛି ରାତି 1 ବଜୁ ଏବେ ପର୍ଯ୍ୟନ୍ତ। ଏବଂ ଏହା ନିଶ୍ଚିତ ଭାବରେ ଦର୍ଶାଉଛି ଯେ ବିଜେପି କେତେ ଡରୁଆ ପାର୍ଟି। ସେମାନେ ଜାଣିଛନ୍ତି ଯେ ସେମାନେ ଭୋଟରେ ହାରିବେ ଏବଂ ଆଜି ସେଥିପାଇଁ ତାଙ୍କୁ ଯେତେବେଳେ ସେମାନେ ଭୋଟରେ ହରାଇ ପାରିଲେ ନାହିଁ ଆଜି ତାଙ୍କୁ ପୁଲିସର ଭୟରେ ତାଙ୍କୁ ଡିଟେନ୍ କରାଯାଉଛି, ଗଣତନ୍ତ୍ରର ହତ୍ୟା କରାଯାଉଛି। ଏବଂ ମୁଁ କହିବି ଯେ ନିଶ୍ଚିତ ଭାବରେ ବହୁତ ଆଇ ଏମ୍ ଫିଲିଂ ଭେରି ସରି ଫର୍ ଦ ପୁଲିସ ଡିପାର୍ଟମେଣ୍ଟ ଅଲସୋ। ମାନେ ଯୋଉପରି ଭାବରେ ସେମାନେ ଗୋଟେ ବିଜେପିର ଚମଚା ଭଳିଆ କାମ କରୁଛନ୍ତି ମୁଁ ମାନେ ମୁଁ ଭାବି ପାରୁନି ଯେ ଓଡ଼ିଶାର ଭବିଷ୍ୟତ କାହା ହାତରେ ଅଛି। କେତେ କେତେ ମାତ୍ରାରେ ଏହା ଗଣତନ୍ତ୍ର ପାଇଁ ଗୋଟିଏ ମାନେ ସଠିକ ହେବା ଏଟା ଓଡ଼ିଶାବାସୀ ଡିସାଇଡ କରିବେ। ଆଜି ପ୍ରତ୍ୟେକ ଝାରସୁଗୁଡ଼ାବାସୀ ଉତ୍ତର ଦେବେ। ଆଜି ପ୍ରତ୍ୟେକ ଝାରସୁଗୁଡ଼ାବାସୀ ପ୍ରତ୍ୟେକ ଏ ହତ୍ୟାର ଉତ୍ତର ଦେବେ। ନିଶ୍ଚିତ ଭାବରେ ଭୂମିକା ରହୁଛି ଏସପି ମହୋଦୟ ଏବଂ ତାଙ୍କର ସ୍ଥାନୀୟ ପୁଲିସ ଲଇକେରା ପୁଲିସ ଯାଇକି ସେମାନଙ୍କୁ ଡିଟେନ୍ କରୁଛନ୍ତି ଅଲଗା ଜାଗାରେ। ଯଦି ସେମାନେ ପୁଣି ତାଙ୍କର ଲିଖିତ ଆକାରରେ ଦେଇଛନ୍ତି ସେଥିରେ ଯେ ଆମର କିଛି ମିସିଂ ମାନେ କୌଣସି ଆମର ହାତ ନାହିଁ, ଆମେ ନିଜସ୍ୱ ଇଚ୍ଛାରେ ଆସିଛୁ, ତାଙ୍କ ପାଖେ ଲେଖା ବି ଅଛି। ଏବଂ ଲେଖା ଦେଲା ସତ୍ତ୍ୱେ ମଧ୍ୟ ତାଙ୍କୁ ଡିଟେନ୍ କରାହେଇକି ରଖାହେଇଛି ଏବଂ ତାପରେ ଛତିଶଗଡ଼ ପୁଲିସକୁ ତାଙ୍କୁ ହ୍ୟାଣ୍ଡ ଓଭର କରାଯାଇଛି। ନିଶ୍ଚିତ ଭାବରେ ଏହା ଉପରୁ ପଲିଟିକାଲ ପ୍ରେସର ହେଇପାରେ। ବଡ଼ ବଡ଼ିକା ଲୋକ ଅଛନ୍ତି ଯେଉଁମାନେ ଡରୁଛନ୍ତି। ମାନେ ଆପଣ ଗୋଟିଏ ସାଧାରଣ ମାନେ ଏମିତି ଇଲେକ୍ସନରେ ଆପଣ ଡରି ଯାଉଛନ୍ତି ତ ଆଗାମୀ ଦିନରେ ଆପଣ କ'ଣ କରିବେ? ତ ନିଶ୍ଚିତ ଭାବରେ ଏହା ଆମ ପାଇଁ ଗୋଟିଏ ବହୁତ ବଡ଼ ମୋଟିଭେସନର ଜିନିଷ ଯେ ଯାହା ହଉ ଆମର ଏତେ ବଡ଼ ମାନେ ପ୍ରକ୍ରିୟାରେ ସେମାନେ ଏତେ ଡରୁଛନ୍ତି କହିକି। ଆପଣ ସମସ୍ତେ ଜାଣିଛନ୍ତି ଯେ ଆଜି 10:30 କିର୍ମିରା ପଞ୍ଚାୟତର ନୋ କନଫିଡେନ୍ସ ମୋସନର ଇଲେକ୍ସନ ଥିଲା ଏବଂ କାଲି ଯେଉଁ ଘଟଣା ଘଟିଥିଲା ସେମାନେ ଯେଉଁ ବିନା ସର୍ଚ୍ଚ ୱାରେଣ୍ଟରେ ସର୍ଚ୍ଚ କରୁଥିଲେ, ଆମ ସରପଞ୍ଚ ସମିତିକୁ ଧମକି ମିଳୁଥିଲା, ସେମାନେ ଗୋଟେ ଭିଡ଼ିଓ ବି ମଧ୍ୟ ଭାଇରାଲ କରିଥିଲେ। ତ ଏହାପରେ କାଲି ରାତି ଯେତେବେଳେ ସେମାନେ ତାଙ୍କ ପରିବାର ସହିତ ଛତିଶଗଡ଼ ବର୍ଡରରୁ ଓଡ଼ିଶାକୁ ଆସୁଥିଲେ, ଯେହେତୁ କାଲି ତାଙ୍କର ଭୋଟ ଅଛି 10:30 ଆମର ଯେଉଁ ସ୍ଥାନୀୟ ପୁଲିସ ଅଛନ୍ତି ଝାରସୁଗୁଡ଼ାର ସେ ତାଙ୍କର ଲଇକେରା ଆଇସିକୁ ସେଠିକୁ ପଠେଇକି ତାଙ୍କୁ ଡିଟେନ୍ କରିଲେ। ଡିଟେନ୍ ଯେତେବେଳେ କରିଲେ ଯେହେତୁ ଏତେ ବର୍ଷ ହେଲା ତାଙ୍କର ସମ୍ପର୍କ ଆମ ପରିବାର ସହିତ ଅଛି, ସେମାନେ ମୋତେ ଫୋନ୍ କଲେ ଆଉ କହିଲେ ମ୍ୟାଡ଼ାମ୍ ଆମକୁ ଝାରସୁଗୁଡ଼ା ପୁଲିସ ଡିଟେନ୍ କରିଦେଇଛି ବିନା କିଛି କାରଣରେ। ତାପରେ ସେମାନେ ଗୋଟେ ଚିଠିରେ ଲେଖିକି ଦେଲେ ଏସପି ମହୋଦୟଙ୍କୁ ଯେ ଆମେ ଆମ ନିଜସ୍ୱ ଇଚ୍ଛାରେ ଆସିଛୁ ଏବଂ ଆମେ କାହାରି ପ୍ରେସରରେ ଆସିନୁ ଏବଂ ଆମେ ବୁଲିବାକୁ ଆସିଛୁ, ଆମେ ଯାଉଛୁ, ଆମର ଭୋଟିଂ ଅଛି। এটা ଜାଣିଲା ପରେ ସେଠୁ ଝାରସୁଗୁଡ଼ା ପୁଲିସ କ'ଣ କରିଲେ ସେ ତାଙ୍କର କେସ୍କୁ ଛତିଶଗଡ଼ ପୁଲିସକୁ ହ୍ୟାଣ୍ଡ ଓଭର କରିଦେଲେ। ତ ନିଶ୍ଚିତ ଭାବରେ ଏହା ଦର୍ଶାଉଛି ଯେ ସେମାନେ କେତେ ଡରୁଛନ୍ତି। ଏବଂ କାଲି ରାତି 11ଟାରୁ ଆଜି 8:30 ହେଲାଣି ଆଜ୍ଞା, ସେଠାରେ ଛୁଆମାନେ ଅଛନ୍ତି, ଲେଡିଜ୍ ମାନେ ଅଛନ୍ତି, ତାଙ୍କୁ ଖାନା ପିନା ମିଳୁନି, ତାଙ୍କୁ ପାଣି ମିଳୁନି, ସେମାନେ ଭୋକରେ ଅଛନ୍ତି। ଏବଂ ମୁଁ କହିଦେବାକୁ ଚାହୁଁଛି 10:30 ପର୍ଯ୍ୟନ୍ତ ଯଦି ଏହି ସରପଞ୍ଚ ସମିତି କିର୍ମିରା ପଞ୍ଚାୟତକୁ ଭୋଟ ଦେଇ ନ ଆସିବେ ଏହାର ଦାୟୀ କେବଳ ଓଡ଼ିଶା ସରକାର ହେବେ, ଏହାର ଦାୟୀ ମୋହନ ମାଝୀର ସରକାର ହେବେ, ଏହାର ଦାୟୀ ଝାରସୁଗୁଡ଼ାର ସ୍ଥାନୀୟ ପୁଲିସ ହେବେ। ମାନେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ସେମାନେ ଏବଂ ମୋ ଭାଇକୁ ବି ସେମାନେ ଡିଟେନ୍ କରିକି ରଖିଛନ୍ତି। ଏଇଟା ଗୋଟେ ନିନ୍ଦନୀୟ ଘଟଣା, ମୋତେ ବହୁତ ଖରାପ ଲାଗୁଛି ଏବଂ ମୁଁ ଆଶା କରୁଛି ଯେ ଓଡ଼ିଶା ପୁଲିସ ନିଶ୍ଚିତ ଭାବରେ ଏ ବିଷୟରେ ଚିନ୍ତା କରିବ। ଭାରତର एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन। धान पनीपरिबा और डाली जातीय फसल पाई लाभदायक, अमल बढ़ाए, रोग कमाए। आज ही जमी रे प्रयोग करंतु। जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमकु लाइक, फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।